ଅନୁଗୁଳ ଜିଲ୍ଲା ବହରପଳ ବ୍ଲକ ଅନ୍ତର୍ଗତ ନାଲ୍କୋ ଆଲୁମିନିୟମ କାରଖାନାଠାରେ ଚାଲିଛି ଶ୍ରମିକ ଧର୍ମଘଟ। ନାଲ୍କୋର କାର୍ଯ୍ୟରତ ଠିକାଭିତ୍ତିକ ନିଯୁକ୍ତି ପାଇଥିବା ଶ୍ରମିକମାନେ ଗତ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ ଜାରି ରହିଥିବା ବେଳେ ନାଲ୍କୋ ଠିକା ମଜଦୁର ସଂଘ ଏହି ଧର୍ମଘଟରୁ ଦୂରେଇ ରହିଛି। ନାଲ୍କୋ ଠିକା ମଜଦୁର ସଂଘ ଆଜିର ପ୍ରେସମିଟ୍ ଆନ୍ଦୋଳନକୁ ଏକ ପକ୍ଷରେ ସମର୍ଥନ କରିଥିବା ବେଳେ ଅନ୍ୟ ପକ୍ଷରେ ଏହାକୁ ବେଆଇନ ବୋଲି କହୁଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଶ୍ରମିକମାନଙ୍କୁ ତାଳଚେର ବିଧାୟକ ପ୍ରୋତ୍ସାହନ ଦେଇ ଧର୍ମଘଟ କରାଇଛନ୍ତି। ଶ୍ରମିକମାନେ ଦାବି କରିଥିବା 5 ଦଫା ଦାବିକୁ ଏହା ପୂର୍ବରୁ ନାଲ୍କୋ ଠିକା ମଜଦୁର ସଂଘ ନାଲ୍କୋ ସିଏମଡି ଓ ଏଚଆରଙ୍କ ସହ ଆଲୋଚନା କରିଥିଲେ। 10 ଦିନ ଭିତରେ ନାଲ୍କୋ ସିଏମଡି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚିଠି ଆସିଥିବା କଥା ସମସ୍ତ ୟୁନିୟନମାନଙ୍କୁ ଅବଗତ କରାଯାଇଥିଲା। ମାତ୍ର ସ୍ଥାନୀୟ ନେତା ତାଳଚେର ବିଧାୟକଙ୍କ କଥାରେ ଏହି ଧର୍ମଘଟ ଡାକରା ଦେଇଥିବାରୁ ଓ ଜାରି ଥିବା କାରଣରୁ ନାଲ୍କୋ ଠିକା ମଜଦୁର ସଂଘ ନିନ୍ଦା କରିବା ସହ ଉସ୍କାଇଥିବା ନେତାଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରୁଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ନାଲ୍କୋ ପ୍ରଶାସନ ଯଦି ତାଙ୍କ ଦେଇଥିବା ଚିଠି ମାଧ୍ୟମରେ ପ୍ରତିଶ୍ରୁତି ରକ୍ଷା ନ କରି ଆମକୁ ଆଲୋଚନା ପାଇଁ ନ ଡାକନ୍ତି ତେବେ ନାଲ୍କୋ ଠିକା ମଜଦୁର ସଂଘ କୋଅର୍ଡିନେସନ କମିଟି ତଥା ନାଲ୍କୋ ଅନୁଗୁଳ ଦାମନଯୋଡ଼ି ସ୍ଥିତ 6ଟି ମଜଦୁର ସଂଘ ଏକକାଳୀନ ଆନ୍ଦୋଳନକୁ ଓହ୍ଲାଇବ ଓ ସେହି 5 ଦଫା ଦାବି ପୂରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବ। ମୁଁ ନାଲ୍କୋ ଠିକା ମଜଦୁର ସଂଘ ଏସ୍ଏନ୍ପି ସଭାପତି ଏବଂ ନାଲ୍କୋ ଠିକା ମଜଦୁର କୋଅର୍ଡିନେସନ ଅନୁଗୁଳ ଦାମନଯୋଡ଼ିର ସଭାପତି ବିଭୂତି ମହାପାତ୍ର। ଆଜି ଏହି ସାମ୍ବାଦିକ ସମ୍ମିଳନୀର କାରଣ କ'ଣ? ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ କାରଣ ଏଠି ଶ୍ରମିକ ମାନଙ୍କ ପ୍ରତି ଯେଉଁ ପ୍ରତାରଣା ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଯେଉଁ ବନ୍ଦ କରିବା ପାଇଁ ଯେଉଁ ବିଧାୟକ ଚିନ୍ତା କରିଛନ୍ତି ବା ଜାଣିଶୁଣି ନିଜର ସ୍ୱାର୍ଥ ପାଇଁ ଶ୍ରମିକମାନଙ୍କ ସହିତ ଖେଳ ଖେଳୁଛନ୍ତି ତାକୁ ବିରୋଧ କରିବା ପାଇଁ ଆମେ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଛୁ। କାହିଁକିନା ବିଗତ ଦିନରେ ମଧ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କିଭଳି ଭାବରେ ବନ୍ଦ କରାଯାଇପାରିବ ତାର ମଧ୍ୟ ଆମ ପାଖେ ନଜିର ଅଛି। କାହିଁକିନା ସେ ବାରମ୍ବାର ଏଇଭଳି ଭାବରେ ନାଲ୍କୋକୁ କିଭଳି ଭାବରେ ଆଜି ଜଳ ହେଉ ଆଜି କୋଇଲାର ସଙ୍କଟ ହେଉ ଯେକୌଣସି କ୍ଷେତ୍ରରେ ବନ୍ଦ କରୁଛନ୍ତି ଏବଂ ଲୋକାଲ ମ୍ୟାନେଜମେଣ୍ଟ ମଧ୍ୟ ଯଦି ୟା ଉପରେ ଆଗରୁ ପୁନର୍ବାର ଚିନ୍ତା କରିଥାନ୍ତା ତାହେଲେ ଏପର୍ଯ୍ୟନ୍ତ ଏ ପରିସ୍ଥିତି ଆସିପାରିନଥାନ୍ତା। ଏବଂ ଆମେ ମଧ୍ୟ ଚାହୁଁଛୁ ସଂଗଠନକୁ ଆମେ ବିରୋଧ କରୁନା, ଯିଏ ଇଲିଗାଲ ପ୍ରୋସେସରେ ଏଗୁଡ଼ାକ କରିଛି ବା ଯେଉଁମାନେ ଇଲିଗାଲ ପ୍ରୋସେସରେ ଜାଣିଶୁଣି ନିଜର ସ୍ୱାର୍ଥ ପାଇଁ ଏବଂ ମାଇଲେଜ ନେବା ପାଇଁ ଚିନ୍ତା ପ୍ରକଟ କରୁଛନ୍ତି ଆମେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କିଭଳି ଭାବରେ ହେଉ ଆମେ ମଧ୍ୟ ଏଠି ସରକାର ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରକୁ ମଧ୍ୟ ଆମେ ଅନୁରୋଧ କରୁଛୁ। କାହିଁକିନା ଯିଏ ଲିଗାଲ ପ୍ରୋସେସରେ ଏଗୁଡ଼ାକ କରିଥାଏ ସେ ହିଁ ହେଉଛି ପ୍ରକୃତର ଶ୍ରମିକର ସମସ୍ୟା ବୁଝିଥାଏ। ଯିଏ ଲିଗାଲକୁ ଅନଲିଗାଲ କରିଥାଏ ବା ଅନ୍ୟାୟଯୁକ୍ତ ଭାବରେ କରିଥାଏ ସେ ପ୍ରକୃତରେ କଦାପି ଶ୍ରମିକମାନଙ୍କର ନେତା ହୋଇନଥାଏ। ସେ କେବଳ ନିଜର ସ୍ୱାର୍ଥ ଏବଂ ନିଜର ଗାରିମା ବଞ୍ଚାଇବା ପାଇଁ ଏହିସବୁ ଯୋଜନା ସେ କରିଥାଏ। ସେଥିପାଇଁ ଆମେ ୟାକୁ 10 ଦିନ ଭିତରେ ଯଦି ଆମେ 2018 ମସିହାରୁ ଆନ୍ଦୋଳନ କରିଚାଲିଛୁ 2018 ମସିହାରୁ ଯଦି ଆମକୁ 10 ଦିନ ଭିତରେ ନ୍ୟାୟ ପ୍ରଦାନ ନ କରାଯାଏ ଏବଂ DHR ମଧ୍ୟ ଆମକୁ ନ ଡାକନ୍ତି CMD ମହୋଦୟଙ୍କ ସହିତ ଆଲୋଚନା କରି ଏବଂ କେନ୍ଦ୍ର ସହିତ ଆଲୋଚନା କରି ତାହେଲେ ଏହା ଏକ ବଡ଼ ଧରଣର ରୂପ ନେବ ଯାହାକି ଦାମନଯୋଡ଼ି ଏବଂ ଅନୁଗୁଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ। ଆମେ କୌଣସି କ୍ଷେତ୍ରରେ ବିଶ୍ୱାସ କରୁନା, ଆମେ ସଂଗଠନ ନେତୃତ୍ୱ ଉପରେ ବିଶ୍ୱାସ କରୁ ଏବଂ ନିଶ୍ଚିତ ଭାବରେ ଆମର ସଫଳ ହେବ ଏହା ମଧ୍ୟ ଆପଣଙ୍କ ମାଧ୍ୟମରେ ଆମେ ସୂଚାଇବୁ। ମୁଁ ବିନୟ କୁମାର ତ୍ରିପାଠୀ ନାଲ୍କୋ ଠିକା ମଜଦୁର ସଂଘର ଉପଦେଷ୍ଟା। ଆଜିର ସାମ୍ବାଦିକ ସମ୍ମିଳନୀ ଆମେ ଏଇଥିପାଇଁ ଡାକିଛୁ ଯେ ଗତ ଫେବୃଆରୀ 3ରୁ ନାଲ୍କୋ ଉଭୟ ସ୍ମେଲ୍ଟର ଏବଂ CPP ଠାରେ କିଛି ଠିକା ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। 5 ଦଫା ଦାବିକୁ ନେଇ ଏ କାର୍ଯ୍ୟବନ୍ଦ ଆନ୍ଦୋଳନ ସେମାନେ କରିଛନ୍ତି। ନାଲ୍କୋ ଠିକା ମଜଦୁର ସଂଘ ତରଫରୁ ଏ 5 ଦଫା ଦାବିକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ। ମାତ୍ର ଏ ଯେଉଁ ବେଆଇନ ଆନ୍ଦୋଳନ ହେଇଛି ଏଇଟା ବେଆଇନ ଆମେ ଏଇଥିପାଇଁ କହୁଛୁ ବିନା କୌଣସି ଷ୍ଟ୍ରାଇକ୍ ନୋଟିସରେ ବିନା କୌଣସି ଆଗୁଆ ସୂଚନାରେ ଏ ଆନ୍ଦୋଳନ ହେଇଥିବାରୁ ଆମେ ତାକୁ ସମର୍ଥନ କରିପାରୁନାହୁଁ ଏବଂ ଏ ଆନ୍ଦୋଳନର ନେତୃତ୍ୱ କିଛି ସ୍ୱାର୍ଥନ୍ୱେଷୀ ରାଜନୈତିକ ବ୍ୟକ୍ତିମାନେ ନେଉଛନ୍ତି। କୌଣସି ଠିକା ଶ୍ରମିକ ଏ ଆନ୍ଦୋଳନର ନେତୃତ୍ୱ ନେଉନାହାନ୍ତି। କିଛି ରାଜନୈତିକ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଏବଂ ଭାରତୀୟ ମଜଦୁର ସଂଘ ସମ୍ପର୍କିତ ନାଲ୍କୋ ଠିକା ମଜଦୁର ସଂଘର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏ ଆନ୍ଦୋଳନ ସେମାନେ କରୁଛନ୍ତି। ନାଲ୍କୋ ଠିକା ମଜଦୁର ସଂଘ ଏହି 5 ଦଫା ଦାବି ପାଇଁ ବିଗତ 2 ବର୍ଷ ହେଲା ତାର ଆନ୍ଦୋଳନକୁ ଜାରି ରଖିଛି। ଏ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ
ଠିକା ଶ୍ରମିକମାନଙ୍କର ସ୍ୱାର୍ଥକୁ ଅନୁରୋଧ କରିବା ପାଇଁ ଏକ ଦିଗହରା ଆନ୍ଦୋଳନ ସେମାନେ କରିଛନ୍ତି। ଯେଉଁ ରାଜନୈତିକ ବ୍ୟକ୍ତିମାନଙ୍କର ଠିକା ଶ୍ରମିକମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ, ସେମାନେ ଆଜି କ'ଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ତାଙ୍କୁ ଏଇଟା ଆମର ପ୍ରଶ୍ନ। ଆଉ ଆମେ ନିକଟରେ ଥିବା ତାଳଚେରର ବିଧାୟକ ଯିଏକି ଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି, ସେ ବିଧାୟକ ହିସାବରେ ନିୟମ ରକ୍ଷାକାରୀ ଅଟନ୍ତି, ନିୟମ ତିଆରି ବି ସେ କରନ୍ତି, କିନ୍ତୁ ସେ ଆଜି ନିୟମ ଭଙ୍ଗ କରିକିରି ଗୋଟେ ବେନିୟମ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଆମେ ତାକୁ ସଂଗଠନ ତରଫରୁ ନିନ୍ଦା କରୁଛୁ ଏବଂ ନାଲକୋ ଠିକା ମଜଦୁର ସଂଘ ସର୍ବଶେଷରେ ନାଲକୋର ମ୍ୟାନେଜମେଣ୍ଟକୁ ମଧ୍ୟ ଚେତାଇ ଦେଉଛି, ଏହି 5 ଦଫା ଦାବି ଯଦି ନିକଟ ଭବିଷ୍ୟତରେ ସେ ପୂରଣ ନ କରନ୍ତି, ନାଲକୋ ଠିକା ମଜଦୁର ସଂଘ ମଧ୍ୟ ଆଗାମୀ 10 ତାରିଖ ପରେ ଯେକୌଣସି ଦିନ ହେଲେ ଏ ଆନ୍ଦୋଳନକୁ ଆମେ ମଧ୍ୟ ଓହ୍ଲାଇବୁ। ଆଜକୁ 3 ଦିନ ହେଲା ଯେଉଁ କ୍ଷତି ସହୁଛି ନାଲକୋ, ତାର ଦାୟିତ୍ୱ କିଏ ନେବ? এই ଯେଉଁ କ୍ଷତି ସହୁଛି ଏଥିପାଇଁ ଉଭୟ ଯେଉଁ ରାଜନୈତିକ ବ୍ୟକ୍ତିମାନେ ନେଉଛନ୍ତି ସେମାନେ ଦାୟୀ ଏବଂ ନାଲକୋ କର୍ତ୍ତୃପକ୍ଷ ମଧ୍ୟ ଗୋଟେ ପ୍ରକାରର ଦାୟୀ। ଦୀର୍ଘ ଦିନର ଦାବିକୁ ତୁମେ ଯଦି ବାରମ୍ବାର ଅବହେଳା ପ୍ରଦର୍ଶନ କରିବ ଏବଂ ଦାବି ପୂରଣ ନ କରିବ, ସେଇଟା ହେଉଛି ନାଲକୋର ଗୋଟେ ବଡ଼ ଦୋଷ। ନାଲକୋ ମଧ୍ୟ ସେଥିପାଇଁ ଦାୟୀ। ପ୍ରେସ୍ ମିଟିଂ ରଖାଯାଇଛି। ପ୍ରେସ୍ ମିଟିଂର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ସଂଗଠନ ଅନ୍ୟ ନେତୃତ୍ୱ ନେଉଥିବା ସଂଗଠନ ସଭ୍ୟମାନେ ଅଛନ୍ତି ବା ଯେଉଁ ରାଜନେତାମାନେ ଅଛନ୍ତି ଆଉ ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ନାଲକୋ ପାଇଁ, ଏଥିରେ ଆମେ ଦୁଃଖିତ। କାହିଁକିନା ଆମେ ଠିକା ଶ୍ରମିକ, ଆମର ସବୁବେଳେ ଉଦ୍ଦେଶ୍ୟ ହେଉଛି ନାଲକୋରୁ କିଛି ନା କିଛି ଲକ୍ଷ୍ୟ ହାସଲ କରିବା। ସେମାନଙ୍କର ଯେଉଁ ଡିମାଣ୍ଡ ଅଛି ତାକୁ ମଧ୍ୟ ଆମେ ସେ ଡିମାଣ୍ଡକୁ ସମର୍ଥନ କରୁଛୁ, କିନ୍ତୁ ଯେଉଁ ମାନେ ଉପଯୁକ୍ତ ପଦକ୍ଷେପ ନ ନେଇ ବିନା ନୋଟିସରେ ଯେଉଁ ଷ୍ଟ୍ରାଇକ୍ କରାହେଇଛି ସେ ଷ୍ଟ୍ରାଇକ୍କୁ ଆମେ ନିନ୍ଦନୀୟ ବୋଲି ମନେ କରୁଛୁ। ଆଜି ପର୍ଯ୍ୟନ୍ତ ନାଲକୋ ଠିକା ମଜଦୁର ସଂଘ ବିଶ୍ୱାସ କରେ ଆମର ଉଦ୍ଦେଶ୍ୟ ହେଲା ରାଷ୍ଟ୍ର ହିତ, ଶ୍ରମିକ ହିତ ଏବଂ ଉଦ୍ୟୋଗ ହିତ। ରାଷ୍ଟ୍ର ବଞ୍ଚିଲେ ଶ୍ରମିକ ବଞ୍ଚିବ, ଉଦ୍ୟୋଗ ବଞ୍ଚିଲେ ଶ୍ରମିକ ବଞ୍ଚିବ, ଶ୍ରମିକ ବଞ୍ଚିଲେ ରାଷ୍ଟ୍ର ବଞ୍ଚିବ। ଏଇ ଯେଉଁ ମୂଳ ଉଦ୍ଦେଶ୍ୟକୁ ଭିତ୍ତି କରି ଆମେ ଯେଉଁ ପଦକ୍ଷେପ ନେଇଛୁ, ସେଥିପାଇଁ ଆମେ ତାଙ୍କର ଏଇ ଯେଉଁ ପଦକ୍ଷେପକୁ ଆମେ ନିନ୍ଦା ମନେ କରୁଛୁ। ଆପଣ ଯେଉଁ ସ୍ଥାନୀୟ ବିଧାୟକ 2 ଜଣ ଅଛନ୍ତି লিডিং নেଉଥିବା ଆପଣମାନେ ପ୍ରେସ୍ ବିଧାୟକ ଯେଉଁ 2 ଜଣ ବା 3 ଜଣ ଆସିକି ଏଠି ଉପସ୍ଥିତ ହେଉଛନ୍ତି, ସେମାନଙ୍କର ମୂଳ ଉଦ୍ଦେଶ୍ୟ ଶ୍ରମିକମାନଙ୍କର ଲକ୍ଷ୍ୟ ହାସଲ ନୁହଁ, ଅନ୍ୟ କୌଣସି ପ୍ରକାର ରାଜନୈତିକ ଉଦ୍ଦେଶ୍ୟ ମୋ ମତରେ। କାହିଁକିନା ଆମେ 2018 ମସିହାରୁ ଯେତେବେଳେ ବାରମ୍ବାର ଅବଜେକ୍ସନ କରି ଆସୁଛୁ, ପତ୍ର ମାଧ୍ୟମରେ ହେଉ ବା ସବୁ ମିଡ଼ିଆ ମାଧ୍ୟମରେ ହେଉ ଆଲିଗେସନ କଲେ ମଧ୍ୟ କେତେବେଳେ କେହି ବି କେଉଁ ରାଜନେତା ଆସିନାହାନ୍ତି କିମ୍ବା ଠିଆ ହେଇନାହାନ୍ତି। ଆଜି ଅନସଡନ ଆସିକି ଠିଆ ହେବାର ମୂଳ ଉଦ୍ଦେଶ୍ୟ ବୋଧେ ଆଗକୁ ଇଲେକ୍ସନ ଅଛି, ତାର ଫାଇଦା ଉଠାଇବା ପାଇଁ ମୋର ଇଚ୍ଛା ହେଉଛି, ବୋଧେ ସେମିତି କିଛି ପଦକ୍ଷେପ ନେଉଛନ୍ତି। ଅନୁଗୋଳ ଦାଗରସଙ୍କ ରିପୋର୍ଟ, ବହୁଜନ ମିଡ଼ିଆ।